ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ ଏବଂ ବିଶେଷ କରି ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ପ୍ରକାଶିତ ବାକ୍ୟ ତାର 2 ପର୍ବ 3 ପଦ ଆପଣମାନେ ଶୁଣିଥିବେ, ଜାଣି ମଧ୍ୟ ଥିବେ, ଲୋକମାନଙ୍କ ପାଖରେ ପ୍ରକାଶ ମଧ୍ୟ କରିଥିବେ। କିନ୍ତୁ ବର୍ତ୍ତମାନ ଆପଣମାନଙ୍କ ପାଖରେ ଏହି ଭିଡ଼ିଓ ମାଧ୍ୟମରୁ ପ୍ରକାଶ କରିବା ପାଇଁ ଚାହେଁ। ପ୍ରକାଶିତ ପୁସ୍ତକ ଯୋହନଙ୍କର ଦ୍ୱାରା ପ୍ରଭୁ ଯୀଶୁ ଯାହା ଯାହା କହୁଛନ୍ତି ସେହି ସମସ୍ତ ବିଷୟକୁ ଲେଖି ଯୋହନ ଜଣାଉଛନ୍ତି। ଅର୍ଥାତ୍ ପ୍ରଭୁ ଯାହା କହୁଛନ୍ତି ସେହି ସବୁ ବିଷୟ ଯୋହନ ଲେଖି ମଣ୍ଡଳୀମାନଙ୍କୁ ଜଣାଉଅଛି। ସପ୍ତ ମଣ୍ଡଳୀ ଏଫିସ୍, ସ୍ମୁର୍ଣ୍ଣା, ପରଗମ, ତୁଇତିରା, ସାର୍ଦି, ପିଲାଦେଲଫିଆ, ଲାଉଦିକିଆ, ଏହି 7ଟି ମଣ୍ଡଳୀକୁ ଲେଖି ଜଣାଇବା ପାଇଁ ପ୍ରଭୁ କହୁଛନ୍ତି ଯୋହନଙ୍କୁ। କିନ୍ତୁ ଏହି 7ଟି ମଣ୍ଡଳୀ ମଧ୍ୟରୁ ପ୍ରଥମ ମଣ୍ଡଳୀ ହେଲା ଏଫିସ୍। এই এপিসর দূত নিকটକୁ লেখ। অর্থাৎ এপিস মণ্ডলীর প্রভুঙ্কর প্রিয় দাসମାନଙ୍କ নিকটକୁ লেখ। বিশেষ করে প্রভুঙ্কর প্রিয় দাস দাসী মানে এই 7টি মণ্ডলীর দূত মানে প্রভুঙ্কর প্রিয় দাস মানে প্রভুঙ্কর প্রিয় দাসମାନଙ୍କ ପାଇଁ ଲେଖାଯାଇଅଛି। ଆପଣମାନେ ବୁଝିବା ଦରକାର, ଆପଣମାନେ ଜାଣିବା ଦରକାର। କିନ୍ତୁ ଆସନ୍ତୁ ଏହି ପ୍ରକାଶିତ ବାକ୍ୟରେ ଲେଖାଯାଇଥିବା ଏହି 1 ପର୍ବରୁ 6 ପଦ ପର୍ଯ୍ୟନ୍ତ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। କାରଣ ବର୍ତ୍ତମାନ ସମୟରେ ଏମିତି ଶିକ୍ଷକ, ଏମିତି ପ୍ରଚାରକ, ଏମିତି ପାଳକମାନେ ମଧ୍ୟ ଅଛନ୍ତି, ଲୋକମାନଙ୍କୁ ଭ୍ରାନ୍ତ କରୁଛନ୍ତି, ମଣ୍ଡଳୀମାନଙ୍କୁ 2 ଭାଗ କରୁଛନ୍ତି, ଲୋକମାନଙ୍କୁ ଯୀଶୁଙ୍କ ପଟେ ଆକର୍ଷଣ ନ କରି ନିଜ ପଟେ ଆକର୍ଷଣ କରୁଛନ୍ତି। ସେଥିପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ এই ବିଷୟକୁ ବା ଏହି ପଦପର୍ବକୁ, ଯେଉଁ ପଦପର୍ବ ଆପଣମାନଙ୍କ ପାଖରେ ପ୍ରକାଶ କରିଅଛି, ପ୍ରକାଶିତ ତାର 2-3 ଏହି ଅନୁସାରେ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ ଧୈର୍ଯ୍ୟର ସହିତ କିଛି ସମୟ ଶୁଣନ୍ତୁ ଏବଂ ବୁଝନ୍ତୁ। ଆସନ୍ତୁ ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ବାଇବେଲ ଅଛି ତାହେଲେ ଆପଣମାନେ ଦେଖନ୍ତୁ। ଏହି ଜାଗାରେ ଲେଖାଯାଏ ପ୍ରକାଶିତ ପୁସ୍ତକ ତାର 2 ପର୍ବ ତାର 1 ପଦ, ଏଫିସ୍ ମଣ୍ଡଳୀର ଦୂତ ନିକଟକୁ ଲେଖ। ଅର୍ଥାତ୍ ଏଫିସ୍ ମଣ୍ଡଳୀର ପ୍ରଭୁଙ୍କର ପ୍ରିୟ ଦାସ ନିକଟକୁ ଲେଖ ଯେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରନ୍ତି ଓ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ଗମନାଗମନ କରନ୍ତି, ସେ ଏହା କହନ୍ତି। ଯୋହନକୁ ପ୍ରଭୁ ଯୀଶୁ କହୁଛନ୍ତି ଏବଂ ଯୋହନ ଲେଖିଅଛନ୍ତି। ସେ ଏହା କହନ୍ତି, ଆମ୍ଭେ ଆମ୍ଭେ, ମୁଁ ନୁହେଁ, ଆମ୍ଭେ ଅର୍ଥାତ୍ ପିତା, ପୁତ୍ର, ପବିତ୍ର ଆତ୍ମା। ଲୋକମାନେ ପିତା, ପୁତ୍ର, ପବିତ୍ର ଆତ୍ମାକୁ ମାନନ୍ତି ନାହିଁ, କେବଳ ପ୍ରଭୁ ଯୀଶୁଙ୍କ ନାମରେ ହିଁ ସବୁ ବିଷୟ କରନ୍ତି। କିନ୍ତୁ ଏହି ଜାଗାରେ ଲେଖାଯାଏ ଆମ୍ଭେ। ଆପଣମାନେ ବୁଝିବା ଦରକାର, ଏକ ବଚନ ନୁହେଁ, ବହୁ ବଚନ ଲେଖାଯାଇଅଛି। ଆମ୍ଭେ ତୁମର କର୍ମ, ବିଶେଷ କରି ପ୍ରଭୁଙ୍କର ପ୍ରିୟ ଦାସମାନଙ୍କ ପାଇଁ ଲେଖାଯାଇଅଛି। ଆପଣମାନେ ବୁଝିବା ଦରକାର ଏହି ବାକ୍ୟକୁ। এই ଜାଗାରେ ଲେଖାଯାଏ ତୁମର କର୍ମ, ପରିଶ୍ରମ ଓ ଧୈର୍ଯ୍ୟ ଜାଣୁ। ପୁଣି ତୁମେ ଯେ ଦୁଷ୍ଟମାନଙ୍କର କ୍ରିୟା ସହି ନ ପାର, ଆଉ ଯେଉଁମାନେ ଆପଣା ଆପଣାକୁ ପ୍ରେରିତ ବୋଲି କହନ୍ତି କିନ୍ତୁ ପ୍ରକୃତରେ ପ୍ରେରିତ ନୁହନ୍ତି, ସେମାନଙ୍କୁ ପରୀକ୍ଷା କରି ମିଥ୍ୟାବାଦୀ ବୋଲି ଚିହ୍ନିଅଛ। ଅର୍ଥାତ୍ ଭଣ୍ଡ ଭାବବାଦୀମାନଙ୍କୁ, ଭଣ୍ଡ ଶିକ୍ଷକମାନଙ୍କୁ, ଭଣ୍ଡ ପାଳକମାନଙ୍କୁ, ଏମାନଙ୍କୁ ତୁମେ ଚିହ୍ନିଛ, ତୁମେ ଜାଣିଛ।
ଏବଂ ସେମାନଙ୍କ ଠାରୁ ତୁମେ ପୃଥକ ହୋଇଅଛ। ପ୍ରଭୁ ଯୀଶୁ କହୁଛନ୍ତି ଦାସମାନଙ୍କୁ, ତମେ ସେମାନଙ୍କୁ ଚିହ୍ନିଛ, ସେମାନେ ପ୍ରକୃତରେ ପ୍ରେରିତ ନୁହନ୍ତି, ସେମାନେ ଶୈତାନର ସନ୍ତାନମାନେ, ଶୈତାନର ସେବକମାନେ। ଏପିସ୍ ମଣ୍ଡଳୀର ଦୂତକୁ ଲେଖାଯାଉଅଛି, ତମେ ସେମାନଙ୍କୁ ଚିହ୍ନିଛ, ଜାଣିଅଛ। ଏ ବିଷୟ ପ୍ରଭୁ ଯୀଶୁ କହୁଛନ୍ତି। ପୁଣି ଧୈର୍ଯ୍ୟ ଧରି ଆମ ନାମ ସକାଶେ କଷ୍ଟ ସହିଅଛ। ପ୍ରଭୁଙ୍କର ପ୍ରିୟ ଦାସମାନେ, ପୁଣି ଧୈର୍ଯ୍ୟ ଧରି ଆମ ନାମ ସକାଶେ କଷ୍ଟ ସହିଅଛ। କେଉଁମାନେ ଧୈର୍ଯ୍ୟ ଧରି କଷ୍ଟ ସହନ୍ତି? ପ୍ରଭୁଙ୍କର ପ୍ରିୟ ଦାସମାନେ, ପ୍ରଭୁଙ୍କର ପ୍ରିୟ ଲୋକମାନେ। ଶୈତାନର ଦାସମାନେ କେବେ ଧୈର୍ଯ୍ୟ ଧରି ସହ୍ୟ କରିପାରିବେ ନାହିଁ, କଷ୍ଟ ସହିପାରିବେ ନାହିଁ। ସେମାନେ ଏଇ ପଛରେ ଚାଲନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଅକ୍ଲାନ୍ତ ହୋଇନାହୁଁ, ଏହା ମଧ୍ୟ ଆମେ ଜାଣୁ। ଆମେ କ'ଣ କ'ଣ କରିଛୁ? ଅର୍ଥାତ୍ ପ୍ରଭୁ କ'ଣ କ'ଣ କହନ୍ତି ପ୍ରଭୁଙ୍କର ପ୍ରିୟ ଦାସକୁ, ଏପିସ୍ ମଣ୍ଡଳୀର ଦାସକୁ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ତୁମର କର୍ମ, ତୁମର ପରିଶ୍ରମ, ତୁମର ଧୈର୍ଯ୍ୟ ସବୁ ବିଷୟ ଜାଣିଛୁ। ଏବଂ ଯେଉଁମାନେ ପ୍ରକୃତରେ ପ୍ରେରିତ ନୁହନ୍ତି ସେମାନଙ୍କୁ ତୁମେ ମିଥ୍ୟାବାଦୀ ବୋଲି ତୁମେ ଜାଣିଛ, ତାହା ମଧ୍ୟ ଆମେ ଜାଣିଛୁ। ଏବଂ କ୍ଳାନ୍ତ ହୋଇନାହଁ, ଏହା ମଧ୍ୟ ଆମେ ଜାଣିଛୁ। କିନ୍ତୁ ପ୍ରଭୁ ଯୀଶୁ ଚାରିପଦରେ କହନ୍ତି, ତଥାପି ତୁମ ବିରୁଦ୍ଧରେ ଆମ୍ଭର ଏଇ କଥା ଅଛି। ଦେଖନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେ ଖରାପ କାର୍ଯ୍ୟ କରୁଥିବା ଅର୍ଥାତ୍ ଖରାପ ଶିକ୍ଷା ଦେଉଥିବା ପ୍ରେରିତମାନଙ୍କୁ ଆମେ ଚିହ୍ନିଛୁ। ଆମର ଧୈର୍ଯ୍ୟ ପରମେଶ୍ୱର ଜାଣନ୍ତି, ସବୁ ବିଷୟ ପ୍ରଭୁ ଜାଣନ୍ତି। କିନ୍ତୁ ପ୍ରଭୁ ଯୀଶୁ କହନ୍ତି ତାର ଚାରିପଦରେ, ତୁମ୍ଭ ବିରୁଦ୍ଧରେ ଆମର ଏଇ କଥା ଅଛି। ଲେଖାଯାଏ, ତୁମ୍ଭେ ଆପଣା ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଅଛ। ଆମେ ସେମିତି ଆଗରେ ପ୍ରଚାର କରୁଥିଲୁ, ପ୍ରାର୍ଥନା କରୁଥିଲୁ, ଉପାସନା କରୁଥିଲୁ, ଲୋକମାନଙ୍କୁ ଶିକ୍ଷା ଦେଉଥିଲୁ ସଠିକ ଭାବରେ, ଲୋକମାନଙ୍କୁ ଯୀଶୁଙ୍କ ପଟେ ରାସ୍ତା ଦେଖାଉଥିଲୁ, ନିଜ ପଟେ ଆକର୍ଷଣ ନ କରି ମଣ୍ଡଳୀ ସ୍ଥାପନ କରିଥିଲୁ, ଫଳ ଫଳିଥିଲୁ, ଲୋକମାନଙ୍କୁ ଫଳ ଫଳିବା ନିମନ୍ତେ ସାହାଯ୍ୟ କରିଥିଲୁ। ତାହା ଆମେ ପରିତ୍ୟାଗ କରିଅଛୁ, ବର୍ତ୍ତମାନ ଆମେ କରୁନାହୁଁ। ସେଥିପାଇଁ ପ୍ରଭୁ ଯୀଶୁ କହିଲେ, ତଥାପି ତୁମ ବିରୁଦ୍ଧରେ ଆମର ଏଇ କଥା ଅଛି, ତୁମେ ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଅଛ। ଯାହା ଯାହା ଆମେ କରୁଥିଲୁ ପ୍ରଭୁଙ୍କର ପାଇଁ ଆତ୍ମିକତା ସହିତ, ଆଗ୍ରହର ସହିତ, ତା ବର୍ତ୍ତମାନ କରୁନାହୁଁ। ପ୍ରଭୁଙ୍କର ପ୍ରିୟ ଦାସମାନେ, ଖ୍ରୀଷ୍ଟୀୟ ବିଶ୍ୱାସିନୀ ମାନେ, ଆପଣମାନଙ୍କୁ ମଧ୍ୟ କହୁଅଛି, ତୁମେ ସେମିତି ଆଗରେ ପ୍ରାର୍ଥନା କରୁଥିଲ, ଉପାସନା କରୁଥିଲ, ଗୀତ ଗାଉଥିଲ, ବାଇବେଲ ଅଧ୍ୟୟନ କରୁଥିଲ, ସେଇ ସମସ୍ତ ବିଷୟକୁ ତୁମେ ପରିତ୍ୟାଗ କରିଅଛ, ଛାଡ଼ି ଦେଇଅଛ। ବିଶେଷ କରି ପ୍ରଭୁଙ୍କର ପ୍ରିୟ ଦାସମାନଙ୍କ ପାଇଁ ଲେଖାଯାଇଅଛି, ଆମେ ସେମିତି ଆଗରେ ମଣ୍ଡଳୀ ସ୍ଥାପନ କରୁଥିଲୁ, ଶିଷ୍ୟ ଗଠନ କରୁଥିଲୁ, ଲୋକମାନଙ୍କୁ ଶିଷ୍ୟ ଗଠନ କଲା ପରେ ସେଇ ଲୋକମାନଙ୍କୁ ମଧ୍ୟ ଆଗ୍ରହ କରୁଥିଲୁ, ତୁମେମାନେ ମଧ୍ୟ ଶିଷ୍ୟ ଗଠନ କର, ମଣ୍ଡଳୀ ସ୍ଥାପନ କର। ଏବଂ ନିଜେ କରୁଥିଲେ, ଲୋକମାନଙ୍କୁ ଆଗ୍ରହ କରୁଥିଲେ ଶିକ୍ଷାରେ, ସବୁ ବିଷୟରେ, ସଠିକ ଶିକ୍ଷାରେ। କିନ୍ତୁ ସେଇ ସବୁ ବିଷୟକୁ ପରିତ୍ୟାଗ କରିଅଛ, ଏ ବିଷୟ ପ୍ରଭୁ ଯୀଶୁ କହନ୍ତି। ଏବଂ ଲେଖାଯାଏ 5 ପଦରେ, ଏଣୁ କେଉଁଠାରୁ ତୁମର ପତନ ହୋଇଅଛି। ଅର୍ଥାତ୍ କେଉଁଠାରୁ ତୁମେ, କେଉଁ ଦିନ ଠାରୁ, କେଉଁ ସମୟ ଠାରୁ ସେଇ ପ୍ରେମକୁ, ସେଇ କାର୍ଯ୍ୟକୁ, ସେଇ କର୍ମକୁ ତୁମେ ପରିତ୍ୟାଗ କରିଅଛ। ହିନ୍ଦୀ ବାଇବଲରେ ସୁନ୍ଦର ଭାବରେ ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଦେଖନ୍ତୁ, এই জায়গায় লেখা যায়, इसीलिए स्मरण कर कि तू कहां से गिरा है, कहां से गिरा है, और मन फिरा और पहले से समान काम कर। प्रभुଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ, ଆଗରେ ଆମେ ସେମିତି ପ୍ରାର୍ଥନା କରୁଥିଲୁ, ସେମିତି ଉପାସନା କରୁଥିଲୁ,
ସେମିତି ମଣ୍ଡଳୀ ସ୍ଥାପନ କରୁଥିଲି, ଶିଷ୍ୟ ଗଠନ କରୁଥିଲି, ସଠିକ ଶିକ୍ଷା ଲୋକମାନଙ୍କୁ ଦେଉଥିଲୁ, ତା ବର୍ତ୍ତମାନ କରିବା ଦରକାର। ଆଦ୍ୟ ମଣ୍ଡଳୀର ଲୋକମାନେ ସେମିତି କରୁଥିଲେ, ସେମିତି କରିବା ଦରକାର। ପ୍ରଭୁଙ୍କର ପ୍ରିୟ ଦାସ ଦାସୀ ମାନେ, ପ୍ରଭୁ କହୁଛନ୍ତି ସ୍ମରଣ କର ସେଇ ଦିନକୁ, ସେଇ ମାସକୁ, ସେଇ ସମୟକୁ ସ୍ମରଣ କର, ଯେ ତୁ ନିଜକୁ ନିଜେ ପଚାର ତୁ କେମିତି ମଣ୍ଡଳୀ ସ୍ଥାପନ କରୁଥିଲୁ। ପ୍ରଭୁଙ୍କର ଆଶୀର୍ବାଦ, ପ୍ରଭୁଙ୍କର ଯୋଜନା, ପ୍ରଭୁଙ୍କର ଇଚ୍ଛା ଦ୍ୱାରା କେମିତି ଶିକ୍ଷା ଦେଉଥିଲୁ, କେମିତି ଶିଷ୍ୟ ଗଠନ କରୁଥିଲୁ, ତା ସେଇ ଦିନକୁ, ସେଇ ମାସକୁ, ସେଇ ବର୍ଷକୁ, ସେଇ ସେକେଣ୍ଡ, ସେଇ ମିନିଟକୁ ସ୍ମରଣ କର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସ୍ମରଣ କର, ନହେଲେ ଯେବେ ମନ ପରିବର୍ତ୍ତନ ନ କର, ତେବେ ଆମେ ତୁମ ନିକଟକୁ ଆସି ତୁମର ପ୍ରଦୀପ ସ୍ୱସ୍ଥାନରେ ଗୁଞ୍ଚାଇ ଦେବୁ। ଏଣୁ କେଉଁଠାରୁ ତୁମର ପତନ ହୋଇଅଛି ତା ସ୍ମରଣ କରି ମନ ପରିବର୍ତ୍ତନ କର, ଆଦ୍ୟ କର୍ମ ସବୁ କର। ଆଗରେ ଯାହା ଯାହା ଆମେ କରୁଥିଲୁ ତାହା କରିବା ଦରକାର। କର, ନ କର, ତେବେ ଆମେ ତୁମ ନିକଟକୁ ଆସି ତୁମର ପ୍ରଦୀପ ସ୍ୱସ୍ଥାନରେ ଗୁଞ୍ଚାଇ ଦେବୁ। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଛନ୍ତି। ଖ୍ରୀଷ୍ଟୀୟ ମଣ୍ଡଳୀର ବିଶ୍ୱାସୀ ବିଶ୍ୱାସିନୀ ମାନେ ମଧ୍ୟ ପରିତ୍ୟାଗ କରିଛନ୍ତି। କାହିଁକି ପରିତ୍ୟାଗ କରିଛନ୍ତି? ଅଧର୍ମ ବୃଦ୍ଧି ପାଉଅଛି, ଅଧର୍ମ, ସେଥିପାଇଁ ଆଦ୍ୟ ପ୍ରେମକୁ ପରିତ୍ୟାଗ କରୁଅଛନ୍ତି। କିନ୍ତୁ ପ୍ରଭୁ ଯୀଶୁ କହୁଅଛନ୍ତି ଆଦ୍ୟ କର୍ମ ସବୁ କର, ନହେଲେ ଯେବେ ମନ ପରିବର୍ତ୍ତନ ନ କର, ତେବେ ଆମେ ତୁମ ନିକଟକୁ ଆସି ତୁମର ପ୍ରଦୀପ ସ୍ୱସ୍ଥାନରେ ଗୁଞ୍ଚାଇ ଦେବୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେ ପ୍ରଭୁ ଯୀଶୁଙ୍କ ପାଖରେ ସେମିତି ପ୍ରାର୍ଥନା କରୁଥିଲେ, ସେ ଆଦ୍ୟ କର୍ମ ଗୁଡ଼ାକୁ ଆମେ ବର୍ତ୍ତମାନ କରିବା ଦରକାର। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ଖ୍ରୀଷ୍ଟୀୟ ଲୋକମାନେ ଏବଂ ପ୍ରଭୁଙ୍କର ପ୍ରିୟ ଦାସମାନେ ମଧ୍ୟ, ଖ୍ରୀଷ୍ଟୀୟ ଲୋକମାନେ ନିଜର କାନକୁ ସୁନ୍ଦର ଲାଗିଲା ଭଳି ଶିକ୍ଷକକୁ ସଂଗ୍ରହ କରୁଛନ୍ତି। ଦ୍ୱିତୀୟ ତିମୋଥୀ ତାର 4 ପର୍ବ ତାର 3-4 ଅନୁସାରେ, ଏବଂ ପ୍ରଭୁଙ୍କର ପ୍ରିୟ ଦାସମାନେ ରୋମିଓ ତାର 15 ତାର 20 ଅନୁସାରେ କାର୍ଯ୍ୟ କରୁନାହାନ୍ତି। ବର୍ତ୍ତମାନ ପ୍ରଭୁଙ୍କର ପ୍ରିୟ ଦାସମାନେ ମିଥ୍ୟା ପ୍ରେରିତ, ଭଣ୍ଡ ଭାବବାଦୀ, ଭଣ୍ଡ ଶିକ୍ଷକ, ଭଣ୍ଡ ପାଳକମାନେ ଯୀଶୁଙ୍କ ପଟେ ରାସ୍ତା ନ ଦେଖାଇ ନିଜ ପଟେ ଆକର୍ଷଣ କରୁଛନ୍ତି ଏବଂ ମଣ୍ଡଳୀକୁ 2 ଭାଗ କରୁଛନ୍ତି। ଲୋକମାନଙ୍କର କାନକୁ ସୁନ୍ଦର ଲାଗିଲା ଭଳି ଶିକ୍ଷା ଦେଉଛନ୍ତି। ଅନେକ ବିଷୟ ଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଅଧ୍ୟୟନ କରନ୍ତୁ। ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିକୁ ଯଦି ସତ୍ୟ କଥା ଯଦି କୁହାଯାଏ ବାଇବଲରେ ଥିବା, ତାହା ଲୋକମାନଙ୍କୁ ବାଧି ଯାଉଛି। ସେମାନେ ସମ୍ଭାଳି ପାରୁନାହାନ୍ତି, କାରଣ ହିତଜନକ ଶିକ୍ଷା ସହି କରିପାରୁନାହାନ୍ତି। ଶ୍ରୁତି ମଧୁର କଥା ସେମାନେ ଶୁଣୁଛନ୍ତି ଏବଂ ସତ୍ୟ ବାକ୍ୟରେ ମନ କଳ୍ପିତ କାହାଣୀ ପ୍ରତି ମନ ଦେଉଛନ୍ତି। ଦ୍ୱିତୀୟ ତିମୋଥୀ ତାର 4 ତାର 3-4 ଅନୁସାରେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ କହନ୍ତି ପ୍ରତ୍ୟେକ ଖ୍ରୀଷ୍ଟୀୟ ବିଶ୍ୱାସୀ ବିଶ୍ୱାସିନୀ ମାନେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ କହୁଅଛି, ପ୍ରଭୁ କହୁଛନ୍ତି ଯେ ସେଇ ଦିନକୁ, ସେଇ ମାସକୁ, ସେଇ ବର୍ଷକୁ ଆମେ ଯେମିତି ଆଦ୍ୟ କର୍ମ କରୁଥିଲୁ ପ୍ରଭୁଙ୍କ ପାଇଁ, ସେଇ ଦିନକୁ ସ୍ମରଣ କରିବା ଦରକାର, ମନେ ପକାଇବା ଦରକାର ଏବଂ ପ୍ରଭୁଙ୍କ ପାଖରେ ଫେରିବା ଦରକାର ଏବଂ ସେମିତି କାମ କରିବା ଦରକାର। ପ୍ରଭୁ ଯୀଶୁଙ୍କୁ କାମ କରିବା ଲୋକ ଦରକାର, ଫଳ ଫଳିବା ଲୋକ ଦରକାର। ପ୍ରଭୁ ଯୀଶୁ ଅଳସୁଆକୁ ଭଲ ପାଆନ୍ତି ନାହିଁ, କିନ୍ତୁ ପାପୀକୁ ପ୍ରେମ କରନ୍ତି, ପାପକୁ ଘୃଣା କରନ୍ତି। ଆମେ ବୁଝିବା ଦରକାର ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ଲେଖାଯାଏ, ତେବେ ଆମେ ତୁମ ନିକଟକୁ ଆସି ଯେବେ ମନ ପରିବର୍ତ୍ତନ ନ କର, ଆଦ୍ୟ କର୍ମ ସବୁ ନ କର, ତେବେ ଆମେ ତୁମ ନିକଟକୁ ଆସି ତୁମର ପ୍ରଦୀପ ସ୍ୱସ୍ଥାନରେ ଗୁଞ୍ଚାଇ ଦେବୁ। ଯେଉଁ ପ୍ରଭୁଙ୍କର ପ୍ରିୟ ଦାସମାନେ ମଣ୍ଡଳୀ ସ୍ଥାପନ କରିଛନ୍ତି, ଶିଷ୍ୟ ଗଠନ କରିଛନ୍ତି, এই ଜାଗାରେ ପ୍ରଦୀପ, ସୁବର୍ଣ୍ଣ ପ୍ରଦୀପ ମଣ୍ଡଳୀକୁ ବୁଝାଉଅଛି। ମଣ୍ଡଳୀ, ଆପଣଙ୍କର ମଣ୍ଡଳୀକୁ ପ୍ରଭୁ ଯୀଶୁ ସେହି ସ୍ଥାନର ଗୁଞ୍ଚାଇ ଦେବେ। ଆପଣମାନେ କେମିତି କରିବେ? ଯଦି ଆଦ୍ୟ କର୍ମ ସବୁ ଯଦି କରିବେ ନାହିଁ, ମନ ପରିବର୍ତ୍ତନ କରିବେ ନାହିଁ, সেই দিনକୁ, সেই ମାସକୁ ହେତୁ କରି ଆପଣମାନେ ଆଦ୍ୟ କର୍ମକୁ ଯଦି କରିବେ ନାହିଁ, ତାହେଲେ ପ୍ରଭୁ ଯୀଶୁ ଆପଣଙ୍କର ମଣ୍ଡଳୀକୁ ସେହି ସ୍ଥାନରୁ ଗୁଞ୍ଚାଇ ଦେବେ, ଆପଣଙ୍କ ଠାରୁ ପ୍ରଭୁ ଯୀଶୁ ଛଡ଼ାଇ ନେବେ। ତେବେ ଆପଣଙ୍କୁ କେମିତି ଲାଗିବ ପ୍ରଭୁଙ୍କର ପ୍ରିୟ ଲୋକମାନେ?
ସେଥିପାଇଁ ଆପଣ ସମସ୍ତ ଲୋକଙ୍କୁ এই ସମୟରେ এই ভিডিওକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ ଖ୍ରୀଷ୍ଟୀୟ ବିଶ୍ୱାସୀ ବିଶ୍ୱାସିନୀ ମାନେ ମୋଠୁ ସାନ କିମ୍ବା ବଡ଼ ବାପା କିମ୍ବା ମା ମାନେ କିମ୍ବା ଭଉଣୀ କିମ୍ବା ଭାଇମାନେ କିମ୍ବା ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ ଆପଣ ସମସ୍ତଙ୍କୁ କହୁଅଛି ଯେ ସମୟ ଥାଉ ଥାଉ ସୁଯୋଗ ଥାଉ ଥାଉ ଆମ୍ଭେମାନେ ହାତ ଛଡ଼ା କରିବା ନାହିଁ ଏବଂ ସମୟ ଥାଉ ଥାଉ ସୁଯୋଗ ଥାଉ ଥାଉ ଆମର ନିଜର ପାପକୁ ପ୍ରଭୁ ଯୀଶୁଙ୍କ ପାଖରେ ସ୍ୱୀକାର କରିବା ଦରକାର ଏବଂ ଆମ୍ଭେମାନେ ଆଦ୍ୟ କର୍ମ ସବୁ କରିବା ଦରକାର। ତେବେ ଯାଇ ପ୍ରଭୁ ଆଶୀର୍ବାଦ କରିବେ ଏବଂ ସେଇ ଦିନରେ ଆମ୍ଭେମାନେ ଉଦ୍ଧାର ପାଇପାରିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ମୋତେ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ।